ବନ୍ଧୁଗଣ, ଆମେ ଆଜି ଆସନ୍ତାକାଲି ରବିବାର ଆଉ 28 ତାରିଖ ସେପ୍ଟେମ୍ବର 28 ତାରିଖ ରବିବାର ବିଷୟରେ ଦୈନିକ ରାଶିଫଳକୁ ନେଇ ଏକ ବିଶଦ ଆଲୋଚନା କରିବା। ଆସନ୍ତାକାଲି ରବିବାର 28 ତାରିଖ, ଏଣୁ ଆମେ ଏବେ 28 ତାରିଖ ରବିବାରକୁ ନେଇ ଦୈନିକ ରାଶିଫଳ ବିଚାର କରିବା। ମନେ ରଖିବା, ତିଥି ଷଷ୍ଠୀ, ନକ୍ଷତ୍ର ଜ୍ୟେଷ୍ଠା, ଚନ୍ଦ୍ର ବିଛାରେ, ଅଶୁଭ କାଳ 4ଟା 2ରୁ 5ଟା 31। ଏହି ସମୟ ପୂର୍ବରୁ ଯାତ୍ରା କରିଦେବା ବା କାମ ଆରମ୍ଭ କରିଦେବା ବା ପରେ କରିବା, ନହେଲେ ଅସୁବିଧା। ଆଉ ଆଜି ମେଷ ରାଶିର ଘାତ ବାର, ତେଣୁ ମେଷ ରାଶିର ସମସ୍ତ ଜନତା ହୁସିଆର ରହିବା ଉଚିତ। ମେଷ ରାଶିର ଘାତ ବାର, ଆଜି ସୂର୍ଯ୍ୟାସ୍ତ 5ଟା 36 ପରେ, ଆଜି ସୂର୍ଯ୍ୟାସ୍ତ 5ଟା 36 ପରେ, ଅଶୁଭ ସମୟ ଆଉଥରେ କହିଦେଉଛି 4ଟା 2ରୁ 5ଟା 31 ଅପରାହ୍ନ ଟାଇମ୍। ଆଜି ମେଷ ରାଶିର ଘାତ ବାର, 28 ତାରିଖ ରବିବାର, ଷଷ୍ଠୀ ତିଥି ଆଉ ଜ୍ୟେଷ୍ଠା ନକ୍ଷତ୍ର। ମେଷ ରାଶିର ଲୋକମାନଙ୍କୁ ଆଉ ପଦେ କହୁଛି ଯେ ମେଷ ରାଶିର ଘାତ ରାଶି ହେଲା କୁମ୍ଭ। ମେଷ ରାଶିର ଘାତ ରାଶି ବା ବାଧକ ରାଶି ହେଲା କୁମ୍ଭ, ଆଉ ବାଧକ ଗ୍ରହ ହେଲେ ଶନି। ସୁତରାଂ ବୈବାହିକ ସମ୍ବନ୍ଧ କେବେ ବି ମେଷ ସହିତ କୁମ୍ଭର କରିବେ ନାହିଁ। ମେଷ ରାଶିର ବାଧକ ସ୍ଥାନ ହେଲା କୁମ୍ଭ ଓ ବାଧକ ଗ୍ରହ ହେଲା ଶନି। ମେଷ ସହ ଯଦି କୁମ୍ଭର ସମ୍ପର୍କ ସ୍ଥାପିତ ହୁଏ, ରାଜଘଟକ ପଡ଼ୁଛି, କିନ୍ତୁ କରିବେନି। କଲେ ବାଧା, ବିଘ୍ନ, ବିପଦ, ଝଗଡ଼ା, ରକ୍ତପାତ, କଳହ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଆସନ୍ତୁ ଶୁଣିବା। ମେଷ ରାଶିର 2ଟା ଘାତ। କ'ଣ ଘାତ? ଘାତ ବାର, ଘାତ ତିଥି। ମେଷ ରାଶିର ଆଜି 2ଟା ଘାତ ବୋଇଲେ ଘାତ ବାର, ଘାତ ତିଥି, ପୁଣି ଅଷ୍ଟମ ଚନ୍ଦ୍ର। ଏହି 3ଟା ସଙ୍କଟରେ ମେଷ ରାଶି ଅଛି। ଏଣୁ ମେଷ ରାଶିର ସମସ୍ତ ବନ୍ଧୁଙ୍କୁ ମୁଁ ଅନୁରୋଧ କରୁଛି, ଜଗି ରଖି କଥାବାର୍ତ୍ତା କରନ୍ତୁ, ମାପି ଚୁପି ବ୍ୟବହାର କରନ୍ତୁ, ଆଉ ଅଧିକ ଶୁଣନ୍ତୁ, କମ୍ କହନ୍ତୁ, ଚୁପ୍ ରହିଲେ ଭଲ। ମୌନିନଃ କଳହ ନାସ୍ତି, ବିପଦ ବିପଦ ବିପଦ। କଥାଟା ବଡ଼ ଅସୁବିଧା, ଦେହ ପ୍ରାୟ ଖରାପ ହେବ, ଯାନବାହନ ଗମନ ବି ଦୁଃଖପ୍ରଦ ହୋଇପାରେ। ରାହୁଙ୍କ ବ୍ୟତୀତ ଅନ୍ୟ 6ଟି ଗ୍ରହ ଅଡ଼ୁଆରେ ପକାଇବେ। ସୁତରାଂ ଦିନ ସାରା ମେଷ ରାଶିର ଲୋକେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପିବା ଉଚିତ। ମେଷ ରାଶିକୁ ରାହୁ ସହାୟ ହେବେ, ଆଉ କୌଣସି ଗ୍ରହ ସାହାଯ୍ୟ କରିପାରିବେ ନାହିଁ। ଏଣେ ଅଷ୍ଟମ ଚନ୍ଦ୍ର, ଘାତ ବାର, ଘାତ ତିଥି। ତେଣୁ ଆତ୍ମରକ୍ଷା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଆମେ ଦିନ ସାରା ଜପିବା। ଏଥିରେ ଆଉ ଅନ୍ୟ ଚିନ୍ତା କରିବାନି। ଅଥବା ଓଁ ନମଃ ଶିବାୟ। ଆସନ୍ତୁ ଯିବା ବୃଷ ପାଖକୁ। ବୃଷ ରାଶିକୁ ଶନି, ରାହୁ, ମଙ୍ଗଳ, ଶୁକ୍ର ଓ ବୃହସ୍ପତି ଛତ୍ର ଛାୟା ପ୍ରଦାନ କରୁଛନ୍ତି। ବୃଷ ରାଶିକୁ ଶନି, ରାହୁ, ମଙ୍ଗଳ, ଶୁକ୍ର, ବୃହସ୍ପତି ଛତ୍ର ଛାୟା ପ୍ରଦାନ କରୁଛନ୍ତି। ଚନ୍ଦ୍ରମା ଧନଲକ୍ଷ୍ମୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଣୁ ଆଜି ବୃଷ ରାଶିର ସମସ୍ତ ଲୋକ କର୍ମ ଚଞ୍ଚଳ ରହିବେ, ଆୟ ବୃଦ୍ଧି ଜନିତ ଆନନ୍ଦ ପାଇବେ,
ଖାଦ୍ୟ ପେୟ ନିଦ୍ରା ଇଚ୍ଛାନୁସାରେ ହେବ। ବନ୍ଧୁ ଓ ଭାଇ ଉଭୟ ସହଯୋଗର ହାତ ବଢ଼ାଇବେ। ବୃଷ ରାଶିର ଆଜି ଯଥେଷ୍ଟ ଭଲ ଦିନ, ଏଣୁ ବନ୍ଧୁ ଖୁସି ହୁଅନ୍ତୁ। ମିଥୁନ କଥା ବୁଝିବା। ମିଥୁନର ଆଜି ଲାଭକାରକ ଦିନ। ବନ୍ଧୁ ସ୍ୱାସ୍ଥ୍ୟ ଧନ ଦ୍ରବ୍ୟ ଆଦି ଲାଭ ହେବ। ସନ୍ତାନ ଖୋଜୁଥିବା ଦମ୍ପତିକୁ ସନ୍ତାନ ଲାଭର ସଂକେତ ମିଳିବ। ନବ ଯୁବକ ଯୁବତୀମାନଙ୍କୁ ଜୀବନ ସାଥୀ ମିଳିବାର ମଧ୍ୟ ସଂକେତ ବା ସୁଯୋଗ ଆସିବ। ତେଣୁ ସନ୍ତାନକାମୀଙ୍କୁ ସନ୍ତାନ, ନବ ଯୁବକ ଯୁବତୀଙ୍କୁ ଜୀବନସାଥୀ ଯୋଗାଡ଼ ହେବାର ସୁଯୋଗ ଦିନ ହେଲା ଆଜି। ଉତ୍ତମ ଆହାର ବିହାର ଓ ଦେବଦର୍ଶନ ଆଦି ଯୋଗ ଅଛି। ଦେହ ଠିକ୍ଠାକ୍ ରହିବ, ଆୟ ଭଲ ହେବ। ବୃଷ ଭଳି ମିଥୁନ ମଧ୍ୟ ଭଲ ଦିନ। ଏବେ କର୍କଟ ନାହିରେ ତେଲ ଦେଇ ମଠରେ ଖାଇ ଖଟରେ ଶୋଇବା ପରି ସମୟ ଆସିଛି ଆଜି। ରବିବାର ଦିନ ଭଲ ଦିନ କର୍କଟ ରାଶି ପାଇଁ। କାହିଁକିନା କର୍କଟ ରାଶି ଲୋକମାନେ ଭାରି କଷ୍ଟ ଭୋଗିଲେଣି, ଭାରି କଷ୍ଟ, ବହୁତ କଷ୍ଟ। ହେଲେ ଆଜି କ'ଣ କୁହାହେଉଛି? ନାହିରେ ତେଲ ଦେଇ ମଠରେ ଖାଇ ଖଟରେ ଶୋଇବା ଭଳି ସମୟ ଆସିବ। ଆନନ୍ଦରେ ଭୋଜନ କରି ନିଦ୍ରା ଯିବେ। ବନ୍ଧୁ ମେଳରେ ସମୟ କଟିବ। ପୂର୍ବର ଦାମ୍ପତ୍ୟ କଳହ ଭାତୃ ବିବାଦର ଅବସାନ ହେବ। ଆୟ ମାନ୍ଦା ହେବନି। କର୍ମ ଚଞ୍ଚଳ ରହିବେ। ଧର୍ମ କାର୍ଯ୍ୟ କଲେ ଯଥେଷ୍ଟ ମଙ୍ଗଳ ହେବ। ଯେଉଁମାନେ ସୁଖରେ ଅଛନ୍ତି ଟିକେ ଆପଣ ଖେଳାଖେଳି କରନ୍ତୁ, ଜାଣିବେ ଯେ ସେମାନେ କିଛି ଗୁପ୍ତ ଧର୍ମ କରୁଛନ୍ତି। ଧର୍ମ ହିଁ କେବଳ ସାହା ହେବ। ଗୁପ୍ତ ଧର୍ମ ବାହାରକୁ ଦେଖାଇ ହେଉଛନ୍ତି ମୁଁ ପାପୀ ଅଧର୍ମୀ ମିଥ୍ୟାବାଦୀ, କିନ୍ତୁ ସେ ଗୁପ୍ତ ଧାର୍ମିକ, ସେଇମାନେ ସୁଖରେ ଅଛନ୍ତି। ଏବେ ସିଂହ ପାଖକୁ ଯିବା। ସିଂହ ରାଶିର ଅଧିପତି ରବି। ସେ ସିଂହ ଉପରେ ଖୁସି ନାହାନ୍ତି। ଘର ମାଲିକ ଯଦି ସନ୍ତୁଷ୍ଟ ନୁହନ୍ତି ଯାହା ହେବ ଆଉ। ସିଂହର ଅଧିପତି ହେଲେ ରବି, ସେ ରାଶି ଉପରେ ଖୁସି ନାହାନ୍ତି। ଏଣୁ ଚନ୍ଦ୍ର ଏ ରାଶିର ଖୁସି ହରଣ କରୁଛି। ପୁରୁଣା ରୋଗୀଙ୍କ ପାଇଁ ଆଜି ବଡ଼ ବିପଦପୂର୍ଣ୍ଣ ଦିନ। ନୂଆ ରୋଗୀଙ୍କୁ ଅଳ୍ପ ସମସ୍ୟା ଭୋଗିବାକୁ ପଡ଼ିବ। ଶୁକ୍ର ଓ ରାହୁ ସହଯୋଗ କରୁଛନ୍ତି ବୋଲି କେହି କେହି ପ୍ରିୟ ଲୋକ ସହାୟ ହେବେ। ସନ୍ତାନ ସଂକ୍ରାନ୍ତୀୟ ଶୁଭ ଖବର ଶୁଣି ଖୁସି ହେବେ। ଉତ୍ତମ ଭୋଜନ ମିଳିବ, କିନ୍ତୁ ଯଥା ସମୟରେ ଖାଇପାରିବେ ନାହିଁ, ଭାରି କଷ୍ଟ ହେବ। ଆଲୋଚନା କରିବା କନ୍ୟାକୁ ନେଇ। କନ୍ୟା ରାଶିର ଆର୍ଥିକ ସମସ୍ୟା ରହିବନି। କର୍ମ କ୍ଷେତ୍ରରେ ବିଭ୍ରାଟ ହେବ। କୁଟୁମ୍ବରେ କେହି ରକ୍ତ ଜନିତ ସମସ୍ୟାରେ ପଡ଼ିବେ। ସାମାନ୍ୟ ଥଣ୍ଡା ବା ସେହିଭଳି କିଛି ସମସ୍ୟା ସୃଷ୍ଟି ହେବ। ଭାଗ୍ୟଲକ୍ଷ୍ମୀ ଖୁସି ଅଛନ୍ତି। ସବୁ କୁଶଳ ମଙ୍ଗଳ ହେବ। ଜୀବନ ସାଥୀ ଅସୁସ୍ଥ ହେତୁ ସମସ୍ୟା ବଢ଼ିବ। କନ୍ୟା ଏପଟ ସେପଟ, କିଛି ଭଲ କିଛି ମନ୍ଦ। ତୁଳା ରାଶିଆଙ୍କ ମନ ଅଯଥା ଆତଙ୍କିତ ହେବ। ସାବଧାନତା ଅବଲମ୍ବନ ନ କଲେ ଧନ ମାନ ସ୍ୱାସ୍ଥ୍ୟ ବନ୍ଧୁରେ ହାନି ହେବ। ଧନ ଲାଭ ହେବ। ଦୁଃସମ୍ବାଦ ମିଳିବ, ତଥାପି ସୁଖରେ ରହିବେ। ଟିକେ ହୁସିଆର। କାହିଁକି? ଆଉ ଥରେ କହିଦେଉଛି। ତୁଳା ରାଶିଆଙ୍କ ମନ ଆଜି ଅଯଥା ଆତଙ୍କିତ ହେବ। ମନ ଆତଙ୍କିତ ହେଲେ, ମନ ଡରିଗଲେ ତ ସବୁ ସମସ୍ୟା ସୃଷ୍ଟି ହେବ ନା। ତେଣୁ ତୁଳା ରାଶିଆଙ୍କ ମନ ଆଜି ଅଯଥା ଆତଙ୍କିତ ହେବ। ସାବଧାନତା ଅବଲମ୍ବନ ନ କଲେ ଧନ ମାନ ସ୍ୱାସ୍ଥ୍ୟ ବନ୍ଧୁରେ ହାନି ହେବ। ଧନ ଲାଭ ହେବ। ଦୁଃସମ୍ବାଦ ମିଳିବ, ତଥାପି ସୁଖରେ ରହିବେ। ବିଛା ରାଶିର ଜ୍ୟେଷ୍ଠା ନକ୍ଷତ୍ର ଥିବା ଲୋକେ ପରମ ସୁଖ ପାଇ ଆନନ୍ଦରେ ସମୟ କାଟିବେ।
ବିଛା ରାଶିର ଜ୍ୟେଷ୍ଠା ନକ୍ଷତ୍ର ଥିବା ଲୋକେ ପରମ ସୁଖ ପାଇବେ। ଅନୁରାଧାଙ୍କର ମନ ଆଶଙ୍କାରେ ବୁଡ଼ିଯିବ। ବିଶାଖା ବିଛା ସୁଖ ପାଇବେ। ବିଛା ରାଶିର ଲୋକ ସମସ୍ତ ଲୋକ ବିଛାର ସମସ୍ତ ଲୋକ ଆନନ୍ଦରେ ସମୟ କାଟିବେ। ଶୁଭ ମଙ୍ଗଳ ଦିନ ସମସ୍ତ ଅସମାହିତ କର୍ମ ସମାହିତ ହେବ। ସବୁ ପ୍ରକାର ସୁଖ ଓ ଧନ ମିଳିବ। ବିଛା ପାଇଁ ଜ୍ୟେଷ୍ଠା ବିଛା ଯିଏ ସେଠି ଅଧିକ ସୁଖରେ ସମୟ କାଟିବେ। ଆଉ ଅନୁରାଧା ବିଛାଙ୍କ ପାଇଁ ମଧ୍ୟମ ଫଳ। ତା ଛଡ଼ା ଆଉ କି ରହିଲା, ବିଛା ରାଶିର ଜ୍ୟେଷ୍ଠା ବିଛା ଥିବା ଲୋକେ ପରମ ସୁଖ ପାଇବେ। ଅନୁରାଧାଙ୍କର ମନ ଆଶଙ୍କାଯୁକ୍ତ ହେବ। ବିଶାଖା ବିଛା ସୁଖ ପାଇବେ। ସମସ୍ତ ବିଛା ରାଶିର ଲୋକେ ଆତ୍ମନିର୍ଭରଶୀଳ ହେବେ। ଆଜି ଶୁଭ ମଙ୍ଗଳ ଦିନ ସମସ୍ତ ଅସମାହିତ କର୍ମ ସମାହିତ ହେବ। ବହୁବିଧ ସୁଖ ମିଳିବ ଓ ଧନ ଆସିବ। ଧନୁ କଥା, ଧନୁ ପାଇଁ ଆଜି ଶାରୀରିକ ଦୁଃଖ ଅଛି। ଶାରୀରିକ ଦୁଃଖ ଯନ୍ତ୍ରଣା, କୁଟୁମ୍ବରେ କଳହ ହେବ। ଧର୍ମ କାର୍ଯ୍ୟରେ ବାଧା ସୃଷ୍ଟି ହେବ। କିଛି ବୃଥା ବ୍ୟୟ ହେବ। ମାତ୍ର ସେ ବ୍ୟୟ ଆଗାମୀ ଆୟ ପାଇଁ ସହାୟ ହେବ। ଭଲ ବନ୍ଧୁ ମନ୍ଦ ବ୍ୟବହାର କରିବେ। ରୁଚି ମୁତାବକ ଭୋଜନ ଶୟନ ହୋଇପାରିବ ନାହିଁ। ଯେଉଁ ବ୍ୟୟ ହେବ ସେ ବ୍ୟୟଟା ଚାଷୀର ବିହନ ବୁଣିଲା ଭଳିଆ। ଚାଷୀ ବିହନ ବୁଣି ଦିଏ ମାନେ ଘର ଖାଲି ହେଇଗଲା, ପରେ ଆୟ ହୁଏ। ସେଇଭଳି ଆଜି ଧନୁ ରାଶିର ଯେଉଁ ବ୍ୟୟ ହେବ ଏଥିରେ ବ୍ୟତୀତ ହେବାର କୌଣସି କାରଣ ନାହିଁ। ମକର କଥା ଆଲୋଚନା କରିବା। ମକର ରାଶିର ଆଜି ଲାଭପ୍ରଦ ଦିନ। ବଡ଼ କଳହ ସହଜରେ ସମାଧାନ ହୋଇଯିବ। ପ୍ରିୟ ଲୋକଙ୍କ ସହିତ ଭେଟଘାଟ ହେବ। ସବୁ କାମ ସୁରୁଖୁରୁରେ ହୋଇଯିବ। ଧନ ମାନ ସମ୍ମାନ ଆଦର ମିଳିବ। ଦାନ ଧର୍ମ କଲେ ଆଉ ଟିକେ ଅଧିକ ଶୁଭ ହେବ। ମକରର ବଢ଼ିଆ ଦିନ, ଭଲ ଦିନ, ରୋଚକ ଦିନ। କୁମ୍ଭ ପାଇଁ, କୁମ୍ଭ ରାଶିର ଜନତା ଆଜି କର୍ମରୁ ଆନନ୍ଦ ପାଇବେ। ସମସ୍ତ ଯୋଜନାକୁ ଉତ୍ତମ ଦେଖାରେଖା କଲେ ଖୁସି ହେବେ। ଆପଣା ଲୋକ ପ୍ରିୟ ଲୋକ ଶତ୍ରୁତା ଆଚରଣ କରିବେ। ଧନ ଓ ଦ୍ରବ୍ୟ ଘରକୁ ଆସିବ। ମନ ଲାଖି ମଧୁର ବ୍ୟବହାର ପାଇ ଖୁସି ହେବେ। ଆଜି କୁମ୍ଭର ଭଲ ଦିନ। ସେ ଟିକେ ବୁଦ୍ଧି ବିଚାରି କାମ କଲେ ସମସ୍ତ ସମସ୍ୟା ଶୀଘ୍ର ସମାଧାନ ହେବ। କିନ୍ତୁ ଆପଣା ଲୋକ ଶତ୍ରୁ ହେବେ। ମୀନ ରାଶି ପାଇଁ ଆଜି ଏକ ମିଶ୍ରିତ ଦିନ। ଅନ୍ୟର ଆନନ୍ଦ ପାଇଁ ନିଜେ ହଇରାଣ ହେବେ। ଆଶା କରିନଥିବା ବହୁବିଧ ସ୍ୱାଦିଷ୍ଟ ଭୋଜନ ପାଇ ଖୁସି ହେବେ। ମାନ ସମ୍ମାନ ହାନି ହେବାର ଭୟ ଅଛି। କାହାକୁ ବାକି ବା ଧାର ବା କରଜ ଦିଅନ୍ତୁ ନାହିଁ। କାରଣ ଆଜି ଯଦି କାହାକୁ ବାକି ଧାର କରଜ ଦେବେ ତାହେଲେ ତାହା ଫେରିବା କଷ୍ଟକର ହେବ, ମାନେ ଫେରିବନି ତ ଆଉ। ବନ୍ଧୁ ସୁଖ ନାହିଁ। ଖଟି ଖଟି କ୍ଳାନ୍ତ ହୋଇ ପଡ଼ିବେ। ମାତ୍ର ବିଶ୍ରାମ ଖୋଜିଲା ବେଳକୁ ଶଯ୍ୟା ନଥିବ। ସେ ବନ୍ଧୁଗଣ, ମୁଁ ଆଜିକୁ ନୂଆ କଥା କହିଛି ଗୋଟେ, ସବୁଦିନ କହିବି ସବୁ ରାଶି ପାଇଁ, ଯେ ମେଷ ରାଶିର ବାଧକ ଗ୍ରହ ହେଲା ଶନି, ବାଧକ ରାଶି ହେଲା କୁମ୍ଭ। ସେମାନଙ୍କ ସହିତ ମେଷ ସହିତ କୁମ୍ଭର ମିତ୍ରତା ବା ଦାମ୍ପତ୍ୟ ଆରମ୍ଭ କରନ୍ତୁ ନାହିଁ। ରହିଲି, ନମସ୍କାର। ଆସନ୍ତାକାଲି ଈଶ୍ୱର ଚାହିଁଲେ ପୁଣି ଏହି ସମୟରେ ଆମେ ଦୁଃଖ ସୁଖ ହେବା। ନମସ୍କାର।